ମୋ ନାଁ ଜୀବନ ସାମଲ, ଘର ହେଲା ଆଳି ମଧୁବନ। ମୋର ସାଇ ସଦା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆମେ ଆଳି ଅଞ୍ଚଳରେ ଧୋଇଆ ଅଞ୍ଚଳରେ ଥିବା ବନ୍ୟାରେ ଥିବା ଲୋକମାନଙ୍କୁ ଆମେ ଆମ ସଂସ୍ଥା ତରଫରୁ ଆସିଛୁ କିଛିଟା ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ। ଆମେ ଏଠି ଆସିଲା ପରେ ଯାହା ଦେଖିଲୁ 6,000 ରୁ 7,000 ଉର୍ଦ୍ଧ୍ୱ ଲୋକମାନେ ବନ୍ୟା ଅସୁବିଧାରେ ପଡ଼ିଛନ୍ତି। ତ ଆମେ ଯେତିକି ପାରିବୁ ଶୁଖିଲା ଖାଦ୍ୟ ବାଣ୍ଟିକି ସେମାନଙ୍କୁ ସାହାଯ୍ୟ କରିବୁ। ଆଉ କଣ ମାନେ ବାର୍ତ୍ତା ଦେବେ ଅନ୍ୟମାନଙ୍କ ପାଇଁ ବାର୍ତ୍ତା ଏଇଆ ରହିବ ଯେ ଯାହା ଯେକୌଣସି ସବୁ ଟ୍ରଷ୍ଟ ମାନେ ଅଛନ୍ତି ସେମାନେ ଯଦି ଆସି ଏ ଅଞ୍ଚଳରେ ପହଞ୍ଚି ବନ୍ୟା ଅଞ୍ଚଳ ପରିଦର୍ଶନ କରି କିଛିଟା ତାଙ୍କ ତରଫରୁ ସାହାଯ୍ୟ କରନ୍ତେ ତାହେଲେ ବହୁତ ଭଲ ହୁଅନ୍ତା। ମୋ ନାଁ ଦିବ୍ୟରଞ୍ଜନ ରାଉତ, ଆମ ଘର ହଉଛି ମଧୁବନ ଗାଁ ଧୋଇଆ ଅଞ୍ଚଳରେ। ଆଜି ଯେହେତୁ ଆପଣ ଦେଖୁଛନ୍ତି ଆମ ଏଇ ଅଞ୍ଚଳରେ କୋଉ ଭଳି ପାଣି ପଶିକି ସବୁଆଡେ ରହିଛି, ବହୁତ ପରିବାର ଏଠି କ୍ଷୟକ୍ଷତି ହେଇକି ଅଛନ୍ତି। ସେଥିପାଇଁ ଆମେ ଯୋଉ କିଛିଟା ଯୋଉମାନେ ଅସୁବିଧାରେ ଅଛନ୍ତି ସମସ୍ତଙ୍କୁ ତ ସମ୍ଭବ ନୁହେଁ ସମସ୍ତଙ୍କ ପାଖରେ ସବୁ ଜିନିଷ ଯୋଗେଇବା, ହେଲେ ବି ଯୋଉମାନେ 1,000 ରୁ ଉର୍ଦ୍ଧ୍ୱ ଘରଙ୍କ ପାଇଁ ଆମେ ଆୟୋଜନ କରିକି ସମସ୍ତଙ୍କ ପାଇଁ ଶୁଖିଲା ଖାଦ୍ୟ ଆୟୋଜନ କରି ଆମ ମଧୁବନ ଗ୍ରାମରେ ସାଇ ବାବା ମନ୍ଦିର ଯୋଉଠି ମଧୁବନ ଗ୍ରାମରେ ଅଛି ସେଇ ସାଇ ସଦା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆମେ ଆଜି 1,000 ରୁ ଉର୍ଦ୍ଧ୍ୱ ପ୍ୟାକେଟ କରିକି ଘର ମାନଙ୍କ ଯୋଉ ପରିବାର ଅସୁବିଧାରେ ଅଛନ୍ତି ତାଙ୍କ ମାନଙ୍କ ପାଖରେ ନେଇକି ପହଞ୍ଚେଇବୁ। ଆମର ଚୁଡା ରହିଛି, ମୁଢି ଅଛି, ବିସ୍କିଟ ଅଛି, କେକ୍ ଅଛି, କ୍ୟାଣ୍ଡେଲ ଅଛି, ଆଉ ଚାହା ପତି ଅଛି, ଚିନି ଅଛି, ଆଉ ପାଣି ଅଛି, ଏମିତି ବିଭିନ୍ନ ପ୍ରକାର ଜିନିଷ ସବୁ ଅଛି। ଯଦି ବର୍ତ୍ତମାନ ଦେଖାଯିବ ଲୋକଙ୍କ ପାଖରେ ବନ୍ୟା ଯୋଉ 4 ଦିନ 5 ଦିନ ହେଲାଣି ପହଞ୍ଚିଲାଣି, ଦେଖନ୍ତୁ ସେଟା ତ ଆମେ କହିପାରିବୁନି, ପ୍ରଶାସନ ଅଛନ୍ତି ଦେଖୁଛନ୍ତି ଏ ଏରିଆରେ ସବୁଆଡେ ବୁଲୁଛନ୍ତି, ଖାଲି ଆମ କେନ୍ଦ୍ରାପଡା ଆଳି ନୁହେଁ ତ ବହୁତ ଜାଗାରେ ଏମିତି ଅସୁବିଧା ହେଇକି ଅଛି। କଣ ସେ ପଦକ୍ଷେପ ନେବେ ଆ ଉପରେ ଆମେ ତ ସେଟା କହିପାରିବୁନି, କିନ୍ତୁ ଆମେ ଆମ ଟ୍ରଷ୍ଟ ତରଫରୁ ଲୋକମାନଙ୍କୁ ଯେତିକି ସାହାଯ୍ୟ କରିପାରିବୁ ସେତିକିଟା ଆମ ତରଫରୁ ଆମେ ଲୋକମାନଙ୍କ ପାଖରେ ନେଇକି ପହଞ୍ଚେଇବୁ। ତଥାପି ଦେଖିବାକୁ ଗଲେ ସେମିତି 6,000 ରୁ 7,000 ଉର୍ଦ୍ଧ୍ୱ ଘର ଆମ ସେପଟରେ ଖାଲି ଅଛନ୍ତି, ଆଉ ଏପଟରେ ସବୁ ମିଶେଇଲେ ତ ସେମିତି ଆମେ କହିପାରିବୁନି କେତେ ଜଣ ଅଛି।